नमस्कार। देशर सबुठारु बड़ विपद बेरोजगारी, शिक्षा और स्वास्थ्यर समस्या ना हिंदू मुस्लिम झगड़ा। जितेबले युवक चाकरी पाई लड़ुची सेतेबेले देशर चर्चा कहीं अन्य दिग को घुची जाउची। आज युवक चाकरी चाहूँगी, भल शिक्षा चाहूँगी, भल हॉस्पिटल चाहूँगी, किंतु निज परिवार पाई सुरक्षित भविष्य चाहूँगी। किंतु प्रतिदिन सोशल मीडिया आ टीवी और राजनीति रे आमे कौन देखुଛୁ? हिंदू बनाम मुस्लिम, जाति बनाम जाति, एक संप्रदाय बनाम अन्य संप्रदाय। ଏହି ବିବାଦ ଭିତରେ ଅସଲ ପ୍ରଶ୍ନ ଗୁଡ଼ିକ କେଉଁଠି ହଜିଯାଉଛି। କେତେ ଯୁବକ ବର୍ଷ ବର୍ଷ ଧରି ପରୀକ୍ଷା ପାଇଁ ପ୍ରସ୍ତୁତ କରୁଛନ୍ତି, କେତେ ଯୁବକ ଡିଗ୍ରୀ ନେଇ ଘରେ ବସୁଛନ୍ତି, ଆଉ କେତେକ ପରିବାର ଚିକିତ୍ସା ଖର୍ଚ୍ଚରେ ଋଣରେ ବୁଡ଼ି ଯାଉଛନ୍ତି। କିନ୍ତୁ ଏହି ପ୍ରଶ୍ନ ଗୁଡ଼ିକ ଉପରେ ଆଲୋଚନା କମ୍ ହେଉଛି। ଅନ୍ୟପଟେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ମଧ୍ୟ ବହୁତ ପ୍ରଶ୍ନ ଉଠୁଛି। କେତେକ ସ୍ଥାନରେ ଅବୈଧ ଅଙ୍ଗ ପ୍ରତ୍ୟାରୋପଣ ଓ ଅଙ୍ଗ ଚୋରାଚାଲାଣ ସମ୍ବନ୍ଧୀୟ ମାମଲା ସମୟରେ ଖବରରେ ଆସିଛି। ଯେତେବେଳେ ଏହିପରି ଘଟଣା ସାମ୍ନାକୁ ଆସେ, ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି ହୁଏ। ଲୋକେ ପ୍ରଶ୍ନ କରନ୍ତି, ଆମେ ସ୍ୱାସ୍ଥ୍ୟ ବ୍ୟବସ୍ଥା କେତେ ସୁରକ୍ଷିତ? ଏହି ପ୍ରଶ୍ନର ଉତ୍ତର ଦେବା ଓ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ। ଦେଶକୁ ଆଗକୁ ନେବାକୁ ହେଲେ ଯୁବକଙ୍କୁ ଭାଗ କରି ନୁହେଁ, ଏକତ୍ର କରିବାକୁ ପଡ଼ିବ। ହିନ୍ଦୁ ହେଉ କି ବା ମୁସଲିମ ହେଉ ବା ଶିଖ ହେଉ ବା ବୌଦ୍ଧ ହେଉ। ବେରୋଜଗାରୀ ସମସ୍ୟା ସମସ୍ତଙ୍କର, ମହଙ୍ଗା ଶିକ୍ଷା ସମସ୍ତଙ୍କର ସମସ୍ୟା, ଚିକିତ୍ସା ଖର୍ଚ୍ଚ ସମସ୍ତଙ୍କୁ ପ୍ରଭାବିତ କରେ। ସାଧାରଣ ଲୋକଙ୍କ ଅସଲ ଲଢ଼େଇ ଏକା ପରିକା ବିରୁଦ୍ଧରେ ନୁହେଁ। ଅସଲ ଲଢ଼େଇ ହେଉଛି ଅଜ୍ଞାନତା ଓ ଦୁର୍ନୀତି, ବେରୋଜଗାରୀ ଓ ଅନ୍ୟାୟ ବିରୁଦ୍ଧରେ। ପ୍ରଶ୍ନ ଗୋଟିଏ, ଯୁବକଙ୍କ ଭବିଷ୍ୟତ ଶିକ୍ଷା ଆଲୋଚନା ଅଧିକ ହେବ ନା ଆମେ ସବୁବେଳେ ବିବାଦରେ ବ୍ୟସ୍ତ ରହିବା? ଦର୍ଶକ ବନ୍ଧୁ, ଇଏ ହେଉଛି ଆଜିର ଥିଲା। ଏଟାକୁ ଆପଣ କମେଣ୍ଟ, ଲାଇକ୍, ସେୟାର କରି ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।